वेलकम टू डीप इनसाइट्स। प्रीवियस क्लास रे हमें डिस्कशन करथिले चर्या इतिहार जो भाषा रही संधा भाषा से संपर्क रे डिस्कशन थिला। वर्तमान आमे देखिबा तार पार्ट 2 टी हला कि पार्ट 1 टी हमें पाई जीवो प्ले लिस्ट रे। सो पार्ट 2 टी देखिबा केतोटी चर्या गीति रे संधा वचन और संधा भाषा बोली मध्य उल्लेख रही तेणु एहाकू केतोटी चर्या गीति रे संधा वचन और संधा भाषा बोली मध्य कहा जाए। 3 नंबर चर्या रे वर्णित अछि। कौन 3 नंबर चर्या रे वर्णित अछि ना बारुणीति संध्या वचने तदैव संवृत्ति बोधिचित्तं बोद्धव्यम। पुणी 14 नंबर चर्या रे उल्लेख अछि पुलिंदं संध्या भाषाया नपुंसक। यह संस्कृत टीका रे व्यवहृत होइछि। अन्यथा मूल पोथीर एपरि निदर्शन नाही। मूल पोथीर एपरि निदर्शन रही नाही। संधक्षी भाषा रे रचित गीतिका गुड़िक दुई अर्थ बोधक हेतु क्लिष्ट होइछि। एपरि हेबार मध्य निर्दिष्ट कारण विद्यमान। कौन कारण रही कह जाए यही सहज संप्रदायर साधना को साधारण लोके बुझी पारंतु ଏହା ହୁଏତ ସିଦ୍ଧାର୍ଥ ମାନେ ଚାହିଁ ନଥିଲେ। ସେ ଚାହିଁ ନଥିଲେ କି ତାଙ୍କର ରଚିତ ରଚନା ଗୁଡିକର ଯୋଉ ଗୂଢ ତତ୍ତ୍ୱ ରହିଛି ତାକୁ ସାଧାରଣ ଲୋକ ବୁଝିପାରନ୍ତୁ ସେ ଏହା ଚାହୁଁନଥିଲେ। ତେଣୁ ସେ ଏଭଳି ଭାଷାର ଗୋଟେ ଦୁଇ ଅର୍ଥ ବୋଧକ ଭାଷା ବ୍ୟବହାର କରିଥିଲେ ଯାହା ଦ୍ୱାରା କି ସାଧାରଣ ଲୋକ ଗୋଟେ ଅଲଗା ଜିନିଷ ବୁଝିବେ କିନ୍ତୁ ଯେତେବେଳେ ବୌଦ୍ଧ ସହଜ ସିଦ୍ଧ ମାନେ ଏହାକୁ ପଢିବେ ସେ ଏହାର ପ୍ରକୃତ ଗୂଢ ଅର୍ଥଟିକୁ ବୁଝିବାକୁ ସକ୍ଷମ ହୋଇପାରିବେ ହେଲା କି। ସଦ୍ଗୁରୁ ହିଁ କେବଳ ପ୍ରାଞ୍ଜଳ ଭାବରେ ଏହାର ଅର୍ଥ ବୁଝାଇବାକୁ ସମର୍ଥ ହେବେ। ଚର୍ଯାରେ ଏପରି କେତେକ ସାଧାରଣ ଶବ୍ଦ ମଧ୍ୟ ଅଛି ଯାହାର ବିଶିଷ୍ଟ ଭାବ ଗୁହ୍ୟ ଥାଏ। ତାମାନେ ଗୁହ୍ୟ ଅର୍ଥ ରହିଛି ଉପଯୁକ୍ତ ଗୁରୁ ବ୍ୟତିରେକେ ତାହା ବୁଝି ହେବନି। ଦେଖନ୍ତୁ ଶିକ୍ଷା ଯେତେବେଳେ ଆମେ ଗ୍ରହଣ କରୁ ଉପଯୁକ୍ତ ଗୁରୁ ବ୍ୟତିରେକେ ଶିକ୍ଷା ଗ୍ରହଣ ଯେଭଳି ଅସମ୍ଭବ ତେଣୁ ସନ୍ଧା ଭାଷାକୁ ବୁଝିବା ଚର୍ୟା ଗୀତିକାର ଭାଷାକୁ ବୁଝିବା ମଧ୍ୟ ସେଇଭଳି ଅବସ୍ଥା। ସେଥିପାଇଁ ତ ସଦ୍ଗୁରୁ ହିଁ ତାନ୍ତ୍ରିକ ସାଧନାରେ ସୂକ୍ଷ୍ମ ତତ୍ତ୍ୱ ପ୍ରଦର୍ଶନ କରିବା ନିମନ୍ତେ ପଥ ପ୍ରଦର୍ଶକ ବୋଲି ଅଭିହିତ କରିଛନ୍ତି। ଅନେକ ଚର୍ଯାରେ ଲୁଇପା ଲେଖିଛନ୍ତି କଣ ଲେଖିଛନ୍ତି ଲୁଇପା ଯେ ତାନ୍ତ୍ରିକ ସାଧନରେ ସୂକ୍ଷ୍ମ ତତ୍ତ୍ୱ ପ୍ରଦର୍ଶନ କରିବା ନିମନ୍ତେ ପଥ ପ୍ରଦର୍ଶକ ହିଁ ମୁଖ୍ୟ ବୋଲି ଅଭିହିତ। ଲୁଇ ଭଣଇ ଗୁରୁ ପୁଛିଅ ସଦ୍ଗୁରୁ ପୁଛି। କମ୍ବଳର ପାଦ ଲେଖିଛନ୍ତି ବାହ ତୁ କାମଳି ସଦ୍ଗୁରୁ ପୁଛି। ଭୁସୁକୁବା ଲେଖିଛନ୍ତି ସଦ୍ଗୁରୁ ବେହେ କରହା ସେ ନୀଳ। ଏଥିରୁ ଅବଧାରିତ ଯେ ସନ୍ଧା ଭାଷା ଏଇ ଅଞ୍ଚଳର ଭାଷା ନୁହେଁ ଏହା ଏକ ସିଦ୍ଧ ସାଧକ ଗୋଷ୍ଠୀଙ୍କର ପ୍ରବର୍ତ୍ତିତ ତତ୍ତ୍ୱନିଷ୍ଠ ଅଭିପ୍ରାୟିକ ଭାଷା। ତାହେଲେ ସନ୍ଧା ଭାଷାଟି କେଉଁ ଭାଷା? ସାଧାରଣ ଭାଷା ତ ଇଏ ନୁହଁ କାହିଁକି ନା ଆର ଦୁଇ ପ୍ରକାର ଅର୍ଥ ରହୁଛି। ତେଣୁ ଇଏ ଭାଷା ହଉଛି ଗୋଟେ ଏଇଭଳି ଭାଷା ଯୋଉ ଭାଷାଟା କଣ ନା ତତ୍ତ୍ୱନିଷ୍ଠ ଭାଷା ଅଭିପ୍ରାୟିକ ଭାଷା। ତେଣୁ ଏଥିରେ ବିଭକ୍ତି ପ୍ରାନ୍ତୀୟ ଭାଷାର ସ୍ୱରୂପ ପ୍ରକାଶ ପାଇବା ଅନେକ ସମୟରେ ସମ୍ଭବ ହୋଇଛି। ଏହିପରି ଭାଷାର କେବଳ ଗୁହ୍ୟ ସାଧନାର ସାର ତତ୍ତ୍ୱର ପ୍ରକାଶ ନିମିତ୍ତ ଉଦ୍ଦିଷ୍ଟ। ସାର ତତ୍ତ୍ୱର ଗୁହ୍ୟ ସାଧନାର ସାର ତତ୍ତ୍ୱର ପ୍ରକାଶ ନିମିତ୍ତ ଏହା ଉଦ୍ଦିଷ୍ଟ। ଚର୍ୟା ଗୀତିକାର ସଂକଳିତ କେତେକ ବିଶିଷ୍ଟ ଲୋକପ୍ରିୟ ବଂଶକୁ ଏଠାରେ ଉଦ୍ଧାର କରାଯାଇ ତାର ଦୁଇ ଅର୍ଥ ବୋଧକ ଭାବକୁ ପ୍ରକାଶ କରାଯାଇଛି। କୁକୁରିପାଙ୍କ ଚର୍ୟା ସଂଖ୍ୟା 2। ଦିବସଇ ବହୁଡ଼ି କାଢର ଡରେ ଭାଅ ରାତି ଉଇଁଲେ କାମରୁ ଯାଅ। ଏହାର ବାହ୍ୟ ଅର୍ଥ ହଉଛି ବୋହୂଟି ସାରାଦିନ ପରିଶ୍ରମ କରେ ଭାତ ରାନ୍ଧେ ରାତି ହେଲେ କାମରୁ ନିସ୍ତାର ପାଏ ହେଲା। ଏଇଟା ହଉଛି ତାର ଗୋଟେ କଣ ସାମାନ୍ୟ ଅର୍ଥ କିନ୍ତୁ ଗୁହ୍ୟ ଅର୍ଥ ରହିଛି ଚିତ୍ତ ଜାଗ୍ରତ ଥିଲେ ଇନ୍ଦ୍ରିୟ ଗୁଡିକ ସଚେତନ ରୁହନ୍ତି। ଏହି ଇନ୍ଦ୍ରିୟ ସଚେତନ ଅବସ୍ଥା ହେଉଛି ଦିବସ। ଚିତ୍ତ ସୁପ୍ତ ହେଲେ ଇନ୍ଦ୍ରିୟ ମାନେ ନିଶ୍ଚେଷ୍ଟ ଓ ନିଷ୍କ୍ରିୟ ହୋଇ ପଡନ୍ତି। ଯେତେବେଳେ ସବୁ ଇନ୍ଦ୍ରିୟ ମାନେ ନିଷ୍କ୍ରିୟ ହେଇ ପଡନ୍ତି ନିଷ୍କ୍ରିୟ କୋଉ ସମୟରେ ମନୁଷ୍ୟ ଥାଏ ରାତିରେ ଶୋଇଲା ସମୟରେ ତ ସେ କଣ କହିଛି ତେଣୁ ସେଇଟା ଗୋଟେ ନିଷ୍କ୍ରିୟ ଅବସ୍ଥା ରାତିକୁ କୁହାଯାଇଛି। ଚିତ୍ତ ଜାଗ୍ରତ ହୁଏ ଯେତେବେଳେ ଚିତ୍ତ ଯୋଉ ଜାଗ୍ରତ ହୁଏ ଦିନ ଅବସ୍ଥାରେ ଜାଗ୍ରତ ହୁଏ ତ ଏଇଟାକୁ ସଂସାର ସୃଷ୍ଟି ହୁଏ ଏଇ ସମୟରେ। ମାତ୍ର ରାତି ହେଲେ ଅର୍ଥାତ୍ ଚିତ୍ତ ସୁପ୍ତ ହେଲେ ପରିଶୁଦ୍ଧ ଅବଧୂତିକା କାମରୁ ଯାଏ ଅର୍ଥାତ୍ ସଂସାରର ସୃଷ୍ଟି ସମ୍ଭବ ହୁଏ ନାହିଁ ହେଲା କି। କାନୁପାଙ୍କ ଚର୍ୟା ସଂଖ୍ୟା 11 ଦେଖିବା। କାନୁପାଙ୍କ ଚର୍ୟା ସଂଖ୍ୟା 11। ମାରିଆ ଶାଶୁ ନଣନ୍ଦ ଘରେ ଶାଳୀ
ମା ମାରିଆ କାହ୍ନୁ ଭଇଲ କାବାଳି। ୟାର ଅର୍ଥ ଦେଖିବା। ୟାର ବାହ୍ୟ ଅର୍ଥ ହଉଛି ଘରେ ଶାଶୁ ନଣନ୍ଦ ଶାଳୀ ମା କୁ ମାରି କାହ୍ନୁ କପାଳିକା ହେଲେ। ମାତ୍ର ଏଠି ଶାଶୁର ଗୁହ୍ୟ ଅର୍ଥ ଯଦି ଆମେ ଦେଖିବା, ଏଠି ଯୋଉ ଗୁହ୍ୟ ଅର୍ଥ ରହୁଛି ସେଇଟା ଜାଣିବା କଣ ହଉଛି। ବହୁତ ଇଣ୍ଟରେଷ୍ଟିଂ ଜିନିଷ, ତ ଭିତରକୁ ପଶିବ ଗଭୀର ଭାବରେ ପଠନ କରିବ ସେତେ ମଜା ଲାଗିବ, ହେଲା କି। ଆଉ ଯଦି ଉପରେ ଉପରେ ପଢି ଦେଇଯିବ କିଛି ବୁଝିପାରିବନି, ହେଲା। ତେଣୁ ସବୁବେଳେ ମନ ଦେଇକି ପାଠଟା ପଢ, ଯେତିକି ସମୟ ପଢୁଛ ମନ ଦେଇକି ପଢ, ଯେମିତିକି ସବୁ ଜିନିଷ ବୁଝିପାରିବ, ହେଲା କି। କଣ ରହିଛି ୟାର ଅର୍ଥ? ଶାଶୁ ଅର୍ଥ ଏଠି ଶ୍ୱାସ ରହିଛି, ନଣନ୍ଦ ଅର୍ଥ ଆନନ୍ଦଦାୟୀ ଇନ୍ଦ୍ରିୟ, ଶାଳୀ ଅର୍ଥ ନିଶେଷ, ମା ଅର୍ଥ ମାୟା, ହେଲା କି। ଅର୍ଥାତ୍ ଆନନ୍ଦଦାୟୀ ଇନ୍ଦ୍ରିୟକୁ ନିଶେଷ କରି ବା ଦମନ କରି ମାୟାକୁ ଛିନ୍ନ କରି କାହ୍ନୁ କପାଳିକା ବା ସନ୍ନ୍ୟାସୀରେ। ମନୁଷ୍ୟଟିଏ କିଭଳି ଭାବରେ ସନ୍ନ୍ୟାସୀ ହେଇପାରିବ, କପାଳିକା ହେଇପାରିବ, ସେଇ ବିଷୟରେ ଏଠି ଉଲ୍ଲେଖ ଅଛି। ସେକୁ ପ୍ରଥମେ ଶ୍ୱାସ ଉପରେ ନିଜର ନିୟନ୍ତ୍ରଣ ଆଣିବାକୁ ପଡିବ, ଆନନ୍ଦଦାୟୀ ଇନ୍ଦ୍ରିୟ ଆଦିଙ୍କ ଉପରେ ନିୟନ୍ତ୍ରଣ ଆଣିବାକୁ ପଡିବ, ଶାଳୀ ମାନେ ନିଶେଷ ଉପରେ ନିୟନ୍ତ୍ରଣ ଆଣିବାକୁ ପଡିବ। ଏଠି ମା ମାନେ ମାୟା ଅର୍ଥାତ୍ ମା ମାନେ ମାୟା ଅର୍ଥାତ୍ ଆନନ୍ଦଦାୟୀ ଇନ୍ଦ୍ରିୟ ଗୁଡିକୁ ନିଃଶେଷ କରିବାକୁ ପଡିବ ବା ଦମନ କରିପାରିଲେ ହିଁ ସେ ଯାଇକି ସନ୍ନ୍ୟାସୀ ହୋଇପାରିବ, ହେଲା। ପୁଣି କଣ ହେଲା ନା, ଏପରି କେତେକ ଚର୍ଯା ଅଛି ଯାହା ଅଶ୍ଳୀଳତାର ଗୁହ୍ୟ ଅର୍ଥ ଦେଇ ପ୍ରକଟିତ ହୁଏ। ତେଣୁ ସନ୍ଧ୍ୟା ବା ଅଭିପ୍ରାୟିକ ଭାଷା ଏ କ୍ଷେତ୍ରରେ ଉପଯୁକ୍ତ ବୋଲି ମନେ ହୁଏ। ଏପରି କେତେକ ଶବ୍ଦ ଅଛନ୍ତି ଯାହା ବାହ୍ୟତଃ ଆମେ ଦେଖିଲେ ଅଶ୍ଳୀଳ ମନେ ହେଲେ ବି ଗୁହ୍ୟତଃ ତାତ୍ତ୍ୱିକ ଭାବ ରହିଛି। ଏହା ସାଙ୍କେତିକ ଶବ୍ଦ ରୂପେ ଗ୍ରହଣୀୟ ହୁଏ। ସହଜିଆ ସିଦ୍ଧ କବିଗଣ ଅପଭ୍ରଂଶ ଭାଷାରେ ଉକ୍ତ ସାନ୍ଧ ଭାଷା ପ୍ରୟୋଗରେ ଯେଉଁ ପରମ୍ପରା ସୃଷ୍ଟି କରିଗଲେ। କଣ ସବୁ ପରମ୍ପରା ସୃଷ୍ଟି କଲେ ସହଜିଆ ମାନେ? ପରବର୍ତ୍ତୀ କାଳରେ ଏହା ଗୁରୁ ଶିଷ୍ୟ ପରମ୍ପରା। ଦେଖନ୍ତୁ, ଗୁରୁ ଶିଷ୍ୟ ପରମ୍ପରା, ଗୁରୁ ବିନା ଜୀବନ ସମ୍ପୂର୍ଣ୍ଣ ଅନ୍ଧକାର ହୋଇଯିବ, ହେଲା କି। ତ ପ୍ରଥମେ ରହିଲେ ପିତା ଗୁରୁ, ଦ୍ୱିତୀୟ ମାତା ଗୁରୁ, ତୃତୀୟ ହଉଛନ୍ତି ଯିଏ ଶିକ୍ଷା ଗୁରୁ, ହେଲା କି। ତ ଗୁରୁ ଶିଷ୍ୟ ପରମ୍ପରା ଏଠି ଆବଶ୍ୟକ, କାହିଁକି ନା ବିନା ଗୁରୁରେ ଏ ଜିନିଷ କିଛି ବୁଝି ହବନି। ୟାର ଗୋଟେ ବାହ୍ୟ ଅର୍ଥ, ଗୋଟେ ଗୁହ୍ୟ ଅର୍ଥ ରହୁଛି, ହେଲା କି। ତ ଭାରତର ପ୍ରାୟ ପ୍ରାଦେଶିକ ଭାଷାରେ ପରିବର୍ତ୍ତିତ ହୋଇଥିବାର ଜଣାଯାଏ। ହିନ୍ଦୀ ସାହିତ୍ୟରେ କଣ ହେଇଥିଲା ନା, ହିନ୍ଦୀ ସାହିତ୍ୟରେ କବିର ସୁରଦାସ ଭଜନରେ, ବଙ୍ଗଳାର ବାଉଲ ଗାନରେ, ଓଡିଆ ପଞ୍ଚସଖାଙ୍କର ଭଜନରେ ଏଇ ଶୈଳୀ ବିନ୍ୟାସ ବ୍ୟାପକ ରୂପରେ ପ୍ରଯୁକ୍ତି ଅଛି। ଏଇଟା କୋଉଠି ବ୍ୟବହାର କରାଯାଏ? ଏଇ ସାନ୍ଧ ଭାଷା। ମନେ ରଖିବ, ସାନ୍ଧ ଭାଷାର ବ୍ୟବହାର ଚର୍ଯ୍ୟା ଗୀତିକା ଛଡା ଆଉ କେଉଁଠି କେଉଁଠି ହୁଏ, ଏଇଟା ଗୋଟେ ଇମ୍ପୋର୍ଟାଣ୍ଟ ପଏଣ୍ଟ। ହିନ୍ଦୁ ସାହିତ୍ୟରେ ଖାତାରେ ମଧ୍ୟ ଲେଖିଦବ। ହିନ୍ଦୀ ସାହିତ୍ୟରେ କବିରଙ୍କର, ସୁରଦାସଙ୍କର ଭଜନରେ, ବଙ୍ଗଳାର ବାଉଲ ଗାନରେ, ଓଡିଆ ପଞ୍ଚସଖାଙ୍କ ଭଜନରେ ଏଇ ଶୈଳୀ ବିନ୍ୟାସ ବ୍ୟାପକ ଭାବରେ ବ୍ୟବହୃତ ହୁଏ। ପଞ୍ଚସଖା ଆଉ ତାଙ୍କର ଅନୁଗାମୀ ମାନଙ୍କର କେତେକ ନିର୍ଦ୍ଦିଷ୍ଟ ରଚନାରେ ସିଦ୍ଧ କବିଙ୍କ ସାନ୍ଧ ଭାଷା ବିଷମ ସନ୍ଧି ଯୁକ୍ତ ହୋଇ, ବିଷମ ସନ୍ଧିରେ ଯୁକ୍ତ ହୋଇ ଶୈଳୀ ଗୃହୀତ ହୋଇଛି। ସନ୍ଧ୍ୟା ଭାଷା ଅର୍ଥାତ୍ ଯଥାର୍ଥରେ ଏକ ଆଭିଚାରିକ, ଅଭିସନ୍ଧି ମୂଳକ, ଔପଚାରିକ ଭାଷା ଅଟେ, ହେଲା। କଣ ତାହେଲେ ଆମେ ଜାଣିଲେ? ସନ୍ଧ ଭାଷା ଗୋଟେ ଅଭିଚାରିକ ଭାଷା, ଅଭିସନ୍ଧି ମୂଳକ ଭାଷା ଆଉ ଔପଚାରିକ ଭାଷା। ଓଡିଆ ଭାଷାରେ ଏହିପରି ଅଭିସନ୍ଧି ମୂଳକ ବା ଅଭିପ୍ରାୟିକ ଭାବ ସୂଚଉଥିବା ଗୀତିକା କେତୋଟି ପଂକ୍ତିକୁ ଏଠାରେ ଉଦାହରଣ ଦେଇଛି। କଣ ଦେଖିବା? ଉଦାହରଣଟି ଦେଖିବା। ବାଲି ରେଣୁ ମହାବନ୍ଧ ସୁଜନ ହୋ, ବାଲି ରେଣୁ ମହାବନ୍ଧ ଦୋମୁହା ସର୍ପକୁ ଭୟ ନ କରିଣ, ବେଙ୍ଗ ଚଢେ ଗଜ କନ୍ଧ, ଅଣ୍ଡିରା ହଂସ ଯେ ଡିମ୍ବେକ ପାରିଛି, ତା ମଧ୍ୟେ ଯୋଡ଼ିଏ ଛୁଆ, ଆଡ଼ କରେ ଜଳ ଆଡ଼କେ ଅନଳ, ଦେଖି ହେଲି ଅଚା ଭୁଆ। କ ନମ୍ବର, ଉଜାଣି ଖେଳୁଛି ଲୋଟଣି ପାରା, ଅଠା କାଠି ପିଞ୍ଜରାରେ ନ ପଡେ ଧରା, ବାଇ ମନ ହୋ ବସି ହଂସକୁ ଖେଳା, ହଂସ ଉଡ଼ିଗଲେ ବୁଡ଼ିବ ଭେଳା, ପୋଖରୀ ଗୋଟିକ ଚାରି ଚଉରସ, ଡିମ୍ବ ପାରିଗଲା ଅଣ୍ଡିରା ହଂସ। ଏଇଭଳି ଭାବରେ ଦେଖିବାକୁ ଗଲେ ଚର୍ଯ୍ୟା ଗାନ ଓ ଦୋହାର ଭାଷା ସହିତ ଓଡ଼ିଆ ଭାଷାର ସମ୍ପର୍କ ଓ ଯୋଗସୂତ୍ର ନିହିତ। ଭାଗବତ ପ୍ରାଧାନ୍ୟ ହେତୁ ଚର୍ଯ୍ୟା ଗୀତିକା ଗୁଡିକର ପରବର୍ତ୍ତୀ ତତ୍ତ୍ୱ ନିର୍ଯାସ ଧର୍ମୀ, ଯୋଗ ମାର୍ଗୀ ଭକ୍ତି ଗୀତିକା ତଥା ଶୂନ୍ୟ ସାଧକଙ୍କର ସାଧନା ଗୀତି ଉପରେ ଅପ୍ରତିହିତ ପ୍ରଭାବ ପକାଇଛି, ହେଲା କି।
ତ ଆମେ ଜାଣିଲେ କଣ ଇଏ ଯୋଉ ଆମେ ତିନୋଟି ଏକ୍ସାମ୍ପଲ ଦେଖିଲେ ତାର ଗୋଟେ ଗୁଢ ଅର୍ଥ ଗୋଟେ ଗୁହ୍ୟ ଅର୍ଥ ରହିଛି। ଇଏ ଗୋଟିଏ ଅର୍ଥରେ ହୋଇନାହିଁ। ଏଇଠି ସରିଯାଇଛି ଆମର ସନ୍ଧ୍ୟା ଭାଷାର ଆଲୋଚନାଟି। ନେକ୍ସଟ କ୍ଲାସରେ ଆମେ କିଛି ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ ଗୁଡିକ ମଧ୍ୟ ଡିସ୍କସନ କରିବା ଯୋଉଟା କି ଏକ୍ସାମ ପାଇଁ ଆପଣଙ୍କର ବହୁତ ଇମ୍ପୋର୍ଟାଣ୍ଟ ରହିବ ହେଲା କି। ଲାଷ୍ଟକୁ ଏଠି ଏଣ୍ଡ କରିବା।